ଖ୍ରୀଷ୍ଟିଆନ ବାପା ମା ଭାଇ ଭଉଣୀ ସମିତ ପ୍ରଣାମ ଜୟ ଯୀଶୁ। ଅନେକ ଭାଇମାନେ ଅଛନ୍ତି ଯେ ନିଜ ବିଷୟ ଚିନ୍ତା କରନ୍ତି, ଅନ୍ୟମାନଙ୍କର ବିଷୟ ଚିନ୍ତା କରନ୍ତି ନାହିଁ। ନିଜେ ଭଲ ମନ୍ଦ ଖାଉଛୁ, ନିଜେ ଠିକ୍ ଥାଉ, ଅନ୍ୟମାନେ ଠିକ୍ ଥାଆନ୍ତୁ କି ନ ଥାଆନ୍ତୁ ମୋର କିଛି ଯାଏ ଆସେ ନାହିଁ, ସେଇଟା ଭୁଲ। ମୁଁ ଥିଲେ ଦୁନିଆ ଠିକ୍, ଦୁନିଆ ଥିଲେ ମୁଁ ଠିକ୍। କିନ୍ତୁ ବାଇବେଲ ଆମମାନଙ୍କୁ ଶିକ୍ଷା ଦିଏ ଏ ପ୍ରକାର। ଫିଲିପିଓ 2 ଅଧ୍ୟାୟର ତାର ଆମେ 4 ପଦରେ ପଢ଼ିବା, ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟ ମଧ୍ୟ ମନୋଯୋଗୀ ହୁଅ। ନିଜର ବିଷୟ ଅଧିକାଂଶ ମନୋଯୋଗ ନ ହୋଇ ଅନ୍ୟର ବିଷୟ ମଧ୍ୟ ମନୋଯୋଗୀ ହେବାର କର୍ତ୍ତବ୍ୟ। ଆଜିକାଲି ଆମେ କ'ଣ କହୁଛୁ, ବା ମୁଁ ଗାଡ଼ି କିଣିଲି ସିଏ ଦେଖିବାର ଅଛି, ମୁଁ ଖାଉଛି ସେ ଦେଖିବାର ଅଛି, ତାଠୁ ମୁଁ ହିଁ ବଡ଼ ହେବାର ଅଛି। ନାଇଁ ନାଇଁ, ସେମିତି ନାଇଁ। ଆମକୁ ଅତି ସୁନ୍ଦର ଭାବରେ ବାଇବେଲ ଆମକୁ ଶିକ୍ଷା ଦିଏ, ଯଦି ମୁଁ ଧନୀ ହେଲି, ମୁଁ ରୋଜଗାର ଶିଖିଲି, ଆଉ ଜଣକୁ ରୋଜଗାର ଶିଖେଇବାର ଅଛି। ମୋ ପଡ଼ିଶା ଲୋକ, ମୋ ଗ୍ରାମ ଲୋକ, ତା ବାଇବେଲ ଆମକୁ ଶିକ୍ଷା ଦିଏ। ହଁ କି ନାଇଁ? ଅଧିକାଂଶ ଲୋକ ଆମେ ଗର୍ବ କରୁଛୁ, ମୁଁ ହିଁ ଖାଇବି ମଜମସ୍ତିରେ ବି ଅନ୍ୟମାନେ ଦେଖନ୍ତୁ। ନାଇଁ, ତା ନାହିଁ। ଆମେ ଯଦି ଜ୍ଞାନୀ ହେଲୁ, ଅନ୍ୟକୁ ଜ୍ଞାନ ଦେବାର ଅଛି। ଆମେ ଯଦି ପାଷ୍ଟର ହେଲେ, ଅନେକ ପାଷ୍ଟର କାର୍ଯ୍ୟ କରିବାର ଅଛି। ଅନେକ ଆମେ ବୁଦ୍ଧିମନ୍ତ ହେଲୁ, ତାକୁ ବୁଦ୍ଧିମନ୍ତ କରିବାର ଅଛି। ବାଇବେଲ ଆମକୁ ଖାଲି ନିଜର ବିଷୟ ମୁଁ ହିଁ ଜ୍ଞାନୀ, ସେଇଟା ଭୁଲ। ଯଦି ମୁଁ ଭଲ ହେଲି, ଆଉ 4 ଜଣଙ୍କୁ ଭଲ ଦେଖେ କରିବାର ଅଛି। ମୁଁ ଧନୀ ହେଲି, ଆଉ 4 ଜଣଙ୍କୁ ଧନୀ କରିବାର ଅଛି। ମୁଁ ପାଷ୍ଟର ହେଲି, ଆଉ 4 ଜଣଙ୍କୁ ପାଷ୍ଟର କରିବାର ଅଛି। ମୁଁ ଫାଦରୀ ହେଲି, ଆଉ ଜଣଙ୍କୁ ଫାଦରୀ କରିବାର ଅଛି। ମୁଁ ଯଦି ମଦ ନାଶ ପୁଡ଼ିଆ ସିଗାରେଟ୍ ଛାଡ଼ିଲି, ଆଉ ଜଣକୁ ମଦ ନାଶ ପୁଡ଼ିଆ ଛଡ଼େଇବାର ଅଛି। ଏହା ହେଉଛି ଧାର୍ମିକ ଜୀବନଯାପନ କାଟୁଥିବା ବ୍ୟକ୍ତିମାନଙ୍କ ପାଇଁ। ଆଉ ଅନେକ ଲୋକ ସ୍ୱାସ୍ଥ୍ୟପର ଲୋକମାନେ ଅଛନ୍ତି ଯେ ମୋତେ ହିଁ ଦେଖନ୍ତୁ, ମୁଁ ହିଁ ଗାଁରୁ ବଡ଼, ମୋର ଘର ଦେଖନ୍ତୁ, ମୋର ଗାଡ଼ି ଦେଖନ୍ତୁ। ସେମିତି ଲୋକର ଜୀବନ ଧିକ୍, ସେମିତି ଲୋକର ଜୀବନ ଧିକ୍। ତେଣୁକରି ଆମମାନଙ୍କୁ ବାଇବେଲ ଅତି ସୁନ୍ଦର ଭାବରେ କହେ, ସେ 5 ଖ୍ରୀଷ୍ଟ ଯୀଶୁଙ୍କ ଯେପରି ମନ ଥିଲା ତୁମମାନଙ୍କର ସେହିପରି ମନ ହେଉ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମନ କ'ଣ ଥିଲା? ପ୍ରଭୁଙ୍କର ବାକ୍ୟ ଶୁଣନ୍ତୁ, ସମସ୍ତେ ପରିବର୍ତ୍ତନ ହୁଅନ୍ତୁ। ଏହା ଇଚ୍ଛା ଥିଲା, ପ୍ରଭୁଙ୍କର ଇଚ୍ଛା। ଆମର ଇଚ୍ଛା କ'ଣ? ମୋତେ ହିଁ ଦେଖନ୍ତୁ ଲୋକମାନେ, ମୁଁ ହିଁ ଖାଇ ପିଇ ମଜ ମସ୍ତି, ମୋର ପିଲାମାନେ କେମିତି ପ୍ୟାଣ୍ଟ ସାର୍ଟ କପଡ଼ା ପିନ୍ଧୁଛନ୍ତି, ଏହା ଦେଖୁ। କିନ୍ତୁ ପ୍ରଭୁ କ'ଣ କହୁଛନ୍ତି? ମୋର ମନ ଯେପରି ଥିଲା ତୁମମାନଙ୍କର ମଧ୍ୟ ସେହିପରି କର। ତେଣୁକରି ମୁଁ କହିଦେବାକୁ ଚାହେଁ, ପ୍ରିୟ ବାପା ମା ଭାଇ ଭଉଣୀ, ନିଜ ବିଷୟରେ ମନୋଯୋଗୀ ହେବା ସତ୍ତ୍ୱେ ଅନ୍ୟମାନଙ୍କର ବିଷୟ ମଧ୍ୟ ମନୋଯୋଗୀ ହେବା। ଗୋଟେ ପରିବାର, ପଡ଼ୋଶୀ ପରିବାର, ଭାଇ ଯଦି କୌଣସି ଗ୍ରାମରେ ଯଦି ଗରିବ ହୋଇ ଚଳୁଛି, ଯଦି ଆମର ବୁଦ୍ଧି ଅଛି, ଆମେ ବେପାର ବାଣିଜ୍ୟ କରୁଛୁ, ତାକୁ ବେପାର ବାଣିଜ୍ୟ ମଧ୍ୟ ଶିଖାଇବା। ତାହା ମାନଙ୍କୁ ଫିଲିପିଓ ମଣ୍ଡଳୀକୁ ସାଧୁ ପୌଲ ଲେଖୁଛନ୍ତି, ଅତି ସୁନ୍ଦର ଭାବରେ ଶିକ୍ଷା ଦେଉଛନ୍ତି। ରହିଲି, ପ୍ରଣାମ, ଜୟ ଯୀଶୁ।